ନମସ୍କାର, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜହ୍ନ ମାମୁଁ ପୃଷ୍ଠାରୁ ଗପଟିଏ। ଆଜିର ଗପ ଦସ୍ୟୁ ରାଜକୁମାରର ଭାଗ 3। ସୁମେଧ ରାଜ୍ୟର ସୁନ୍ଦର ରାଜଧାନୀ ଶାନ୍ତିପୁର। ରାଜା ଶାନ୍ତିଦେବ ସୁଖରେ ପ୍ରଜା ପାଳୁଥିଲେ। ଦିନେ ଉତ୍ସବ ମୁଖର ରାତିରେ ତାଙ୍କର ସ୍ୱାର୍ଥପର ସେନାପତି ବୀରସିଂହ ରାଜା, ରାଣୀ ଓ ଶିଶୁ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା। ରାଣୀ ଶିଶୁ ରାଜପୁତ୍ରଙ୍କୁ ଧରି ସୁଡ଼ଙ୍ଗ ପଥରେ ଖସି ଚାଲିଗଲେ। ରାଜା ବୀରତ୍ୱର ସହ ଲଢ଼େଇ କରି ନଈ ଭିତରକୁ ଡେଇଁ ପଡ଼ି ଅଦୃଶ୍ୟ ହୋଇଗଲେ। ସେ ମୃତ କି ଜୀବିତ କେହି ଜାଣିପାରିଲେ ନାହିଁ। ରାଣୀ ଅଶ୍ରୁପୂର୍ଣ୍ଣ ନୟନରେ ସୁଡ଼ଙ୍ଗ ଭିତରୁ ଥରେ ଉପରକୁ ଅନାଇଲେ। ରାଜା ସେତେବେଳେ ସୁଡ଼ଙ୍ଗର ଦ୍ୱାରଦେଶ ବନ୍ଦ କରୁଥିଲେ। ରାଣୀଙ୍କର ମନେ ହେଲା ଯେପରି ରାଜାଙ୍କ ସହ ଆଉ କେବେ ତାଙ୍କର ସାକ୍ଷାତ ହେବ ନାହିଁ। ମାତ୍ର କେଇ ମୁହୂର୍ତ୍ତ ପୂର୍ବେ ଉଭୟ କେଡ଼େ ସୁଖୀ ଓ ନିଶ୍ଚିନ୍ତ ଥିଲେ। କିଏ ଜାଣିଥିଲା ଏତେ ଶୀଘ୍ର ସବୁ ଓଲଟପାଲଟ ହେଇଯିବ। ସୁଡ଼ଙ୍ଗର ପ୍ରବେଶ ପଥ ବନ୍ଦ ହୋଇଯିବା ମାତ୍ରେ ରାଣୀଙ୍କର ମନେ ହେଲା ସତେଅବା ପୃଥିବୀ ସହ ତାଙ୍କର ସମସ୍ତ ସମ୍ପର୍କ ଛିନ୍ନ ହୋଇଗଲା। ଜୀବନରେ ସେ କେବେ ବି ଏକା ବାଟ ଚାଲି ନଥିଲେ। ରାଜକନ୍ୟା ହୋଇ ଜନ୍ମିଥିଲେ। ବିବାହ ଫଳରେ ରାଣୀ ହୋଇଥିଲେ। ତେଣୁ ସର୍ବଦା ଦାସୀମାନେ ତାଙ୍କୁ ଘେରି ରହିଥାନ୍ତି। ସେ ନୀରବରେ କାନ୍ଦିଲେ। କାଳେ ଶିଶୁପୁତ୍ରର ନିଦ ଭାଙ୍ଗିଯିବ ସେ ଡର ଥାଏ। ମହମବତୀର ଆଲୁଅ ସାହାଯ୍ୟରେ ସେ କେତେ ପାହାଚ ଓହ୍ଲାଇ ସୁଡ଼ଙ୍ଗ ଭିତରେ ଅଗ୍ରସର ହେଲେ। ତାଙ୍କ ହାତରେ ଥିବା କ୍ଷୀଣ ଆଲୁଅ ମାତ୍ର ଗଜେ 2 ଗଜ ରାସ୍ତା ଆଲୋକିତ କରିପାରୁଥାଏ। ବାକି ସବୁ ଅନ୍ଧାର। ରାଣୀ ଜାଣିଥିଲେ ଯେ ଗୋଟିଏ ପାହାଡ଼ କଟା ହୋଇ ତହିଁ ଉପରେ ରାଜପ୍ରାସାଦ ନିର୍ମିତ ହୋଇଥିଲା। ସେ ଯେଉଁ ସୁଡ଼ଙ୍ଗ ଭିତର ଦେଇ ଯାଉଥିଲେ ତାହା ସେହି ପାହାଡ଼ର ନିମ୍ନ ଭାଗ ଭିତର ଦେଇ କଟା ହୋଇଛି। କିନ୍ତୁ ଏ ସୁଡ଼ଙ୍ଗ କେଉଁଠାରେ ଶେଷ ହୋଇଛି? ସୁଡ଼ଙ୍ଗରୁ ସେ ବାହାରି ପାରିବେ ତ? ବାହାରି ପହଞ୍ଚିବେ କେଉଁଠାରେ? ସୁଡ଼ଙ୍ଗ ଭିତର ଯାକ ଯେମିତି ସନ୍ତସନ୍ତିଆ, ତାର ବାତାବରଣ ସେହିପରି ଶ୍ୱାସରୋଧକାରୀ। ସେ ଖଣ୍ଡିଏ ପଥର ଉପରେ ଝୁଣ୍ଟି ପଡ଼ିଲେ। ସେ ନିଜ ଭାରସାମ୍ୟ ବଜାୟ ରଖିପାରିଲେ। କିନ୍ତୁ ହାତରୁ ବତୀଟି ତଳେ ପଡ଼ି ଲିଭିଗଲା। ତେଣିକି ସବୁ କିଟିମିଟିଆ ଅନ୍ଧାର। ସେ କ'ଣ କରିବେ ବୁଝି ନ ପାରି ସ୍ତବ୍ଧ ହୋଇ ରହିଲେ। ଅଳ୍ପ ସମୟ ଭିତରେ ତାଙ୍କ ଆଖି ଅନ୍ଧାର ପ୍ରତି ଅଭ୍ୟସ୍ତ ହୋଇଗଲା। ଗୋଟିଏ ନିଷ୍ପ୍ରଭ ଅଥଚ ସ୍ତିମିତ ଆଲୋକ ତାଙ୍କ ଦୃଷ୍ଟି ଆକର୍ଷଣ କଲା। ସେ ଧୀରେ ଧୀରେ ଚାଲିବାକୁ ଲାଗିଲେ। ସେ ଆଲୁଅ ଗୋଟିଏ ବିଶେଷ ଧରଣର ପଥର ଦେହରୁ ନିର୍ଗତ ହେଉଥିଲା। ସୁଡ଼ଙ୍ଗ ଭିତରେ ସେଭଳି ପଥର କିଛି କିଛି ଛଡ଼ାରେ ପୋତା ହୋଇଥିବାର ସେ ଦେଖିଲେ। ଶିଶୁପୁତ୍ରର ନିଦ ଭାଙ୍ଗିଗଲା। ସେ କାନ୍ଦିବାକୁ ଲାଗିଲା। ରାଣୀ ଶିଶୁକୁ ଜାବୁଡ଼ି ଧରି ତା କାନ୍ଦ ବନ୍ଦ କରିବାକୁ ଚେଷ୍ଟା କଲେ। ସଙ୍ଗେ ସଙ୍ଗେ ସେ ନିଜ ଗତି ମଧ୍ୟ ବଢ଼ାଇ ଦେଲେ। ସେ ଭୀଷଣ କ୍ଳାନ୍ତ ଅନୁଭବ କରୁଥାନ୍ତି। ନିଶ୍ୱାସ ନେବାକୁ କଷ୍ଟ ହେଉଥାଏ। କିନ୍ତୁ ଯେତେ ଶୀଘ୍ର ସମ୍ଭବ ସୁଡ଼ଙ୍ଗରୁ ବାହାରିବା ନିମନ୍ତେ ସେ ବ୍ୟାକୁଳ ହୋଇ ଉଠୁଥିଲେ। କେତୋଟି ପଥର ପରେ ସେ ସୁଡ଼ଙ୍ଗ ଶେଷରେ ପହଞ୍ଚିଲେ ବୋଲି ଜାଣିବେ ସେ କଥା ରାଜା କହିଦେଇଥିଲେ। କିନ୍ତୁ ତାହା ଆଉ ରାଣୀଙ୍କର ମନେ ନଥିଲା। ଯାହା ହେଉ ସେ ଦେଖିଲେ ସୁଡ଼ଙ୍ଗ ଶେଷ ହେଲାଣି। କିନ୍ତୁ ବାହାରିବା ପାଇଁ ଦ୍ୱାର ନାହିଁ। କାନ୍ଥ ଦେହରେ ଖଣ୍ଡିଏ ଜ୍ୟୋତିର୍ମୟ ପଥର ଖଞ୍ଜା ହୋଇଥାଏ। ରାଣୀ ତାକୁ ଝିଙ୍କିଥିଲେ। ପଥର ଖଣ୍ଡିକ ଖସି ପଡ଼ିଲା। ଦେଖାଗଲା ଜଣେ ମଣିଷ ପଶିଗଲା ଭଳି ଗାତଟିଏ ଅଛି। ରାଣୀ ଖୁବ୍ ସାବଧାନରେ ସେଇ ପାଖକୁ ଗଲେ। ତାହା ଗୋଟିଏ ଗୁମ୍ଫା। ସେ ଗୁମ୍ଫା ଯାଇ ମିଶିଛି ଆଉ ଗୋଟିଏ ବଡ଼ ଗୁମ୍ଫାରେ। ବଡ଼ ଗୁମ୍ଫା ସେ ପାଖରେ ଅରଣ୍ୟ। ଜହ୍ନ ରାତି। ରାଣୀ ମୁକ୍ତ ପବନରେ ନିଶ୍ୱାସ ନେଲେ। ଶିଶୁପୁତ୍ର ପୁଣି ଶୋଇପଡ଼ିଥାଏ। ରାଣୀ ଆଶ୍ୱସ୍ତ ନେଲେ। କାରଣ ଶିଶୁର କାନ୍ଦଣାରେ କୌଣସି ଭୟଙ୍କର ଜନ୍ତୁ ଆକୃଷ୍ଟ ହେବା ଅସ୍ୱାଭାବିକ ନୁହେଁ। ରାଣୀକୁ ଭାରି ଶୋଷ ଲାଗୁଥାଏ। ଏତେବେଳେ ପାଣି କୋଉଠି ମିଳିବ? ଅଦୂରରେ କେତୋଟି ଶୃଗାଳଙ୍କ ଚିତ୍କାର ଶୁଭିଲା। ହୁଏତ ଭୋର ହୋଇ ଆସୁଥିଲା। ରାଣୀ ଖଣ୍ଡିଏ ପଥର ଉପରେ ବସିପଡ଼ି ଅନ୍ଧକାର ପତଳା ହୋଇ ଆସିବାକୁ ଅପେକ୍ଷା କଲେ। ତାଙ୍କ କାନରେ ପଡ଼ିଲା ଗୋଟିଏ ଜଳପ୍ରପାତର ମୃଦୁ ଶବ୍ଦ। ସେହି ଶବ୍ଦ ଅନୁସରଣ କରି ସେ ଅଗ୍ରସର ହେଲେ। ଅଳ୍ପ ଦୂରରେ ସେ ଗୋଟିଏ କ୍ଷୀଣ ଜଳପ୍ରପାତ ଦେଖିଲେ। ଶିଶୁଟିକୁ ଘାସ ଉପରେ ଥୋଇ ସେ ପ୍ରପାତ ପାଖକୁ ଯାଇ ତୃଷ୍ଣା ନିବାରଣ କଲେ। ତାପରେ ସେ ପିଲାକୁ କୋଳକୁ ନେଇ ସ୍ତନ୍ୟପାନ କରାଇଲେ। ଶିଶୁ ଆଖି ଖୋଲି ଚାରିଆଡ଼େ ଅନାଇଲା। ପ୍ରଭାତ ହୋଇ ଆସୁଥିଲା। ଶହ ଶହ ପକ୍ଷୀଙ୍କ କାକଳିରେ ସାରା ବଣ ମୁଖରିତ ହେଉଥାଏ। ଶିଶୁ ରାଜପୁତ୍ର ଧୀରେ ଧୀରେ ଘାସ ଉପରେ ଚାଲିବାକୁ ଲାଗିଲା। ସେ ପରିବେଶ ନିଶ୍ଚୟ ତାକୁ ବଡ଼ ନୂଆ ଲାଗୁଥାଏ।
କୁଆଡ଼େ ଯାଆନା ପୁଅ, ରାଣୀ କହିଲେ। ପୁଅ ପଛକୁ ବୁଲି ପଡ଼ି ହସିଦେଲା, କିନ୍ତୁ ଫେରିଲା ନାହିଁ। ରାଣୀ ପୁଅ ପାଖକୁ ଯିବା ପାଇଁ ଉଠି ପଡ଼ିଲେ, କିନ୍ତୁ ପାଦେ ମଧ୍ୟ ଅଗ୍ରସର ହୋଇପାରିଲେ ନାହିଁ। ଟଳି ଟଳି ସେ ତଳେ ପଡ଼ିଗଲେ। ପୁଅ କୁଆଡ଼େ ଯାଆନା, ଆଉ ଥରେ ସେ ଏତକ କହିପାରିଲେ ମାତ୍ର, ତାପରେ ସେ ଚେତା ହରାଇଲେ। ବନବାସୀ ସନ୍ନ୍ୟାସୀ ଜୟାନନ୍ଦ ପ୍ରତ୍ୟୁଷରୁ ସେ ଝରଣାରେ ସ୍ନାନ କରୁଥାନ୍ତି। ଆଜି ବି ସେହି ଉଦ୍ଦେଶ୍ୟରେ ସେ ଝରଣା ଆଡ଼େ ଚାଲିଥାନ୍ତି। ହଠାତ୍ ଗୋଟିଏ ମଧୁର ହସ ତାଙ୍କୁ ଚମକାଇ ଦେଲା। ପରି ଶିଶୁ ଭଳି କେହି ଜଣେ ତାଙ୍କ ଆଡ଼େ ଅନାଇ ହସୁଥିଲା। ସନ୍ନ୍ୟାସୀ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ। ବାସ୍ତବିକ୍ ପରି ଶିଶୁ ନହେଲେ ଏଭଳି ସମୟରେ କ'ଣ ବଣ ଭିତରେ ଏଡ଼େ ସୁନ୍ଦର ଶିଶୁଟାଏ କାହୁଁ ଆସିବ? ଶିଶୁ ତା କୁନି କୁନି ବାହୁ ଦୁଇଟି ତଳେ ଧରିଲା। ସନ୍ନ୍ୟାସୀ ତାକୁ ଉଠାଇ ନେଲେ। ଶିଶୁର ବେକରେ ଝୁଲୁଥିଲା ଗୋଟିଏ ସୁନାହାର। ସେଥିରେ ଲାଗିଥିବା ପଦକ ସେ ଲକ୍ଷ୍ୟ କରି ଦେଖିଲେ। ତହିଁ ଉପରେ ଖୋଦିତ ଥିଲା ହାତୀଟିଏ ଶୁଣ୍ଢରେ ପଦ୍ମଫୁଲ ଧରିଥିବାର ଚିତ୍ର। ସେ ଚିତ୍ର ରାଜପରିବାରର ପ୍ରତୀକ। ଶିଶୁ ଗୋଟାଏ ନିର୍ଦ୍ଦିଷ୍ଟ ଦିଗକୁ ଝୁଙ୍କି ହେବାକୁ ଲାଗିଲା। ସନ୍ନ୍ୟାସୀ ତା ଇଙ୍ଗିତ ବୁଝିଲେ ଓ ସେହି ଦିଗକୁ ଚାଲିଲେ। ଅଧିକ ଦୂର ଯିବାକୁ ହେଲା ନାହିଁ। ପ୍ରପାତ ସଂଲଗ୍ନ କ୍ଷୁଦ୍ର ଜଳାଶୟ କୂଳରେ ଘାସ ଉପରେ ଶୋଇଥିଲେ ରାଣୀ। ସନ୍ନ୍ୟାସୀ ବୁଝିଲେ ତାଙ୍କର ଚେତା ନାହିଁ। ସେ ଜଳାଶୟରୁ ପାଣି ଆଣି ତାଙ୍କ ମୁହଁରେ ଛିଞ୍ଚିଲେ। ରାଣୀ ଆଖି ଖୋଲିଲେ ଓ ଉଠି ବସିବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ। ତମେ କିଏ ଝିଅ? ସନ୍ନ୍ୟାସୀ ସ୍ନେହପୂର୍ଣ୍ଣ କଣ୍ଠରେ ପ୍ରଶ୍ନ କଲେ। ଆପଣ ମୋତେ ଝିଅ ବୋଲି ସମ୍ବୋଧନ କରିଛନ୍ତି। ଆପଣଙ୍କ ପାଇଁ ତାହା ହିଁ ମୋର ପ୍ରକୃତ ପରିଚୟ ହେଉ। ଏହି ମୁହୂର୍ତ୍ତରେ ମୋର ସବୁଠାରୁ ଆବଶ୍ୟକ ପିତାଙ୍କ ଅଭୟାଶ୍ରୟ। ଆପଣ ମୋ ପାଇଁ ଈଶ୍ୱର ପ୍ରେରିତ। ଶୁଣନ୍ତୁ, ମୁଁ ଏ ରାଜ୍ୟର ହତଭାଗିନୀ ରାଣୀ। ରାତିରେ କୌଣସି ଶତ୍ରୁ ଅଚାନକ ଆମ ପ୍ରାସାଦ ଭିତରେ ପ୍ରବେଶ କରି ଆମକୁ ମାରିଦେବାର ଚେଷ୍ଟା କରିଥିଲା। ରାଜା ମୋତେ ଗୋପନ ମାର୍ଗରେ ଏଠାକୁ ପଠାଇଦେଲେ, କିନ୍ତୁ ତାଙ୍କର କ'ଣ ହେଲା ଜାଣେନା। କିନ୍ତୁ ଗତକାଲି ରାଜପୁତ୍ରଙ୍କ ସ୍ୱନକ୍ଷତ୍ର ଥିଲାଟି? ସନ୍ନ୍ୟାସୀ ପଚାରିଲେ। ଆଜ୍ଞା ହଁ। ଶତ୍ରୁ ସେହି ଉତ୍ସବମୁଖର ରଜନୀର ସୁଯୋଗ ନେଲା। ରାଣୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଝିଅ, ଆଉ କଥା କୁହ ନାହିଁ, ବିଶ୍ରାମ କର, ସନ୍ନ୍ୟାସୀ କହିଲେ। ରାଣୀଙ୍କ ମୁହଁରେ ଦୁଃଖଭରା ହସ ଖେଳିଗଲା। ମହାତ୍ମା, ମୁଁ ଆଉ ଅଧିକ କଥା କହି ପାରିବାର ସମୟ ସରିଗଲାଣି। ମୋର ଦୃଢ଼ ବିଶ୍ୱାସ, ଆପଣଙ୍କ ଜରିଆରେ ଭଗବାନ ମୋ ପୁଅର ଦାୟିତ୍ୱ ନେଲେ। ମୁଁ ବର୍ତ୍ତମାନ ହିଁ ପରପାରିକୁ ଯାଉଛି, କିନ୍ତୁ ମୋର ଦୁଃଖ ନାହିଁ। ତେବେ ସୁଖରେ ମରିଥାନ୍ତି ଯଦି ରାଜା ନିରାପଦ ବୋଲି ଜାଣନ୍ତି। ଝିଅ, ଭଗବାନଙ୍କ ଇଚ୍ଛା ବିନା କ'ଣ ମୁଁ ତୁମକୁ ଭେଟିଲି? ରାଜା ନିରାପଦରେ ଥାଆନ୍ତୁ, ଏହି ପ୍ରାର୍ଥନା କରିବା। ଭଗବାନ ତାଙ୍କ ଦାୟିତ୍ୱ ବି ନିଅନ୍ତୁ। ତମେ ତାଙ୍କ ଚିନ୍ତା କର ନାହିଁ। ତମେ କେବଳ ଭଗବାନଙ୍କ ଉପରେ ମନୋନିବେଶ କର। ସନ୍ନ୍ୟାସୀ ରାଣୀଙ୍କ ମୁଣ୍ଡ ଆଉଜି ଦେଇ କହିଲେ। ରାଣୀଙ୍କ ମୁହଁରେ ପ୍ରତ୍ୟୟ ଓ ଶାନ୍ତିର ମୃଦୁ ହସ ଖେଳିଗଲା। ହସ ଲିଭି ନ ଯାଉଣୁ ସେ ଆଖି ବୁଜିଲେ। ସନ୍ନ୍ୟାସୀ ରାଣୀଙ୍କ ନାଡ଼ି ପରୀକ୍ଷା କଲେ। ସେ ବୁଝିଲେ ରାଣୀ ଆଉ ଆଖି ଖୋଲିବେ ନାହିଁ।